ନଈର ଅଙ୍କା ବଙ୍କା ସୁଅ ପରି ଜୀବନ ଜୀବନ ଆଗକୁ ଆଗକୁ ବଢ଼ି ଚାଲେ କେବେ ବାଲି କେବେ ପଥର କେବେ ଖାଇ ତ କେବେ ପୁଣି ପାହାଡ଼ ତାକୁ ପାରି ହେଇ ଆଗେଇ ଚାଲେ ଜୀବନ ଜୀବନକୁ ନେଇ ସାହିତ୍ୟ ସାହିତ୍ୟକୁ ନେଇ ଜୀବନ ଉଭୟଙ୍କର ପରିପୂରକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସାହିତ୍ୟର ଏକ ପ୍ରମୁଖ ବିଭାଗ ହେଉଛି କବିତା ସମାଲୋଚନା ପ୍ରେରଣାର ସାହିତ୍ୟ ଉତ୍ସବକୁ ଆଜି ଆସିଛନ୍ତି ଅତିଥି ଭାବରେ ଓଡ଼ିଶାର ଜଣେ ଜଣାଶୁଣା ମୂର୍ଦ୍ଧନ୍ୟ କବି ବଲାଙ୍ଗୀର ମାଟିର ପୁଅ ସେ ଜଣେ କବି ସେ ଜଣେ ସମାଲୋଚକ ଶ୍ରୀଯୁକ୍ତ ସୌଭାଗ୍ୟବନ୍ତ ମହାରଣା ମହୋଦୟ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଶ୍ରୀଯୁକ୍ତ ମହାରଣା ତାଙ୍କର 19 ଖଣ୍ଡ କବିତା ପୁସ୍ତକ ବର୍ତ୍ତମାନ ଯାଏଁ ପ୍ରକାଶିତ ଏବଂ 6ଟି ସମାଲୋଚନା ପୁସ୍ତକ ମଧ୍ୟ ତାଙ୍କର ପ୍ରକାଶିତ ହୋଇଛି ସେ ଜଣେ କବି ଜଣେ ଆଲୋଚକ ଜଣେ ହୃଦୟ ଥିବା ଜଣେ ନିରୋଳା ମଣିଷ ଆପଣଙ୍କୁ ସାର୍ ଆମେ ଏ ଅବସରରେ ସ୍ୱାଗତ କରୁଛୁ ଆପଣ ବଲାଙ୍ଗୀରର ଲୋକ ଆପଣ ଜନ୍ମ ବଲାଙ୍ଗୀରରେ ଆଉ ପରବର୍ତ୍ତୀ ସମୟରେ ଆପଣ ସମ୍ବଲପୁର ସହରରେ ଘର କରି ରହିଲେ ସାର୍ ଆପଣ ଲେଖାଲେଖି ସାର୍ କେଉଁଠୁ ଆରମ୍ଭ କଲେ ମୁଁ ପ୍ରକୃତରେ ଯେତେବେଳେ ସ୍କୁଲରେ ପଢ଼ୁଥିଲି 1964 ମସିହାରେ ପୃଥ୍ୱୀରାଜ ହାଇସ୍କୁଲରେ ସେତେବେଳେ ସ୍କୁଲର ଗୋଟେ ପ୍ରାଚୀର ପତ୍ର ଥିଲା ନିର୍ଝରଣୀ ବୋଲି ସେତେବେଳେ ମୁଁ ସେ ପତ୍ରିକାର ସମ୍ପାଦକ ଥିଲି ଏବଂ ଏହାର ମୁଖପତ୍ର ଥିଲା ପାରିଜାତରେ ମୋର ପ୍ରଥମ ପ୍ରବନ୍ଧ ବାହାରିଥିଲା ଜାତୀୟତା ବୋଲି ତାପରେ ଆଉ ଗୋଟେ ପ୍ରବନ୍ଧ ବାହାରିଲା 10ମ ଶ୍ରେଣୀ ପଢ଼ିଲା ବେଳକୁ ସେଇଟା ଥିଲା ବିଶ୍ୱବନ୍ଦ୍ୟ ସ୍ୱାମୀ ବିବେକାନନ୍ଦ ତାପରେ କବିତା ଲେଖିଲି ଏମିତି ପ୍ରଥମେ ଲେଖା ଆରମ୍ଭ ହେଲା ପୃଥ୍ୱୀରାଜ ହାଇସ୍କୁଲ ଛାତ୍ର ଅବସ୍ଥା ସମୟରେ ଆପଣଙ୍କର 19 ଖଣ୍ଡି କବିତା ପୁସ୍ତକ ବର୍ତ୍ତମାନ ଯାଏଁ ପ୍ରକାଶିତ ହୋଇଛି ଆପଣ କବିତା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି ଆପଣଙ୍କର ମୋର ଯାହା ମନେ ପଡ଼ୁଛି ଆପଣଙ୍କର ପ୍ରଥମ କବିତା ସଂକଳନ ହେଉଛି ଶାଗୁଆ କ୍ଷେତର ସହର ଆଉ ଦ୍ୱିତୀୟ ସଂକଳନ ବୋଧେ ହେଉଛି ଅନାବୃତ ଅଜ୍ଞାତବାସ ହଁ ସାର୍ ଟିକେ ଆରମ୍ଭରୁ କୁହନ୍ତୁ କେମିତି କବିତା ବହି ପୁସ୍ତକ ବାହାରିଲା କେମିତି ତାକୁ ଆପଣ ଆଗକୁ ନେଲେ ସେ ପ୍ରକୃତି ଶାଗୁଆ କ୍ଷେତର ସହର ପ୍ରକୃତିରେ ଛାପିବାକୁ ମୁଁ କଟକ ଯାଇଥିଲି ଅନେକ ପ୍ରକାଶକଙ୍କ ପାଖକୁ ଆମେ ସେତେବେଳେ ଯେହେତୁ ନୂଆ ନୂଆ ଲେଖୁଥିଲୁ ପ୍ରକାଶକମାନେ ସମସ୍ତେ ପଚାରିଲେ ଆପଣ କେତୋଟି ସଂକଳନ ପ୍ରକାଶ ପାଇଛି କେଉଁ କେଉଁ ପତ୍ରିକାରେ ପ୍ରକାଶ ପାଇଛି କେତେ ବର୍ଷ ହେଲାଣି କବିତା ଲେଖୁଛନ୍ତି ଅନେକ ଏମିତି ସେ ମୋତେ ପ୍ରଶ୍ନ କଲେ ତାପରେ ଆମେ ଚେଷ୍ଟା କରିବା ଦେଖିବା କହୁ କହୁ 2-3 ବର୍ଷ ବିତିଗଲା ତାପରେ ଏକଦା ରାଜେନ୍ଦ୍ର କିଶୋର ପଣ୍ଡା আমার প্রিয় কবি পূজ্য কবি সম্বলপুরକୁ আসলে আরডিসি হিসাবে সে মতো প্রথমে প্রেরণা দেলে আরে তো তোমার গোটে কবিতা সংকলন প্রকাশ করা বর্ণমালা বলে আমার গোটে অনুষ্ঠান অছি তারপরে তাঁকর প্রেরণার মু পাণ্ডুলিপি প্রস্তুত কলি শাগুয়া ক্ষেতর সহর এবং সে আরটিসি থাকবে তাহা উন্মোচন করে 1988 মସିହାରେ সেটা হচ্ছে মোর প্রথম কবিতা সংকলন এবং এই সংকলন প্রকাশ করা সে বহুত সহযোগ করে মতো সেটাই তাঁর পাখে চিরকৃতজ্ঞ তাঁকু প্রণাম করছি ଶାଗୁଆ କ୍ଷେତର ସହରରୁ ପ୍ରଥମ କବିତା ସଂକଳନରୁ 19ତମ କବିତା ସଂକଳନ ଯାତ୍ରା କେମିତି ଶାଗୁଆ କ୍ଷେତର ସହର ପରେ তার 7 বর্ষ পরে 1988-1995 প্রকাশ পাইলা অনাবৃত অজ্ঞাতবাস যেটা কি বিদ্যাপুরী কটক ছাপিলা তারপরে 1988 পরে 1995 পরে তারপরে 97 তারপরে 2000 তারপরে 2002 এমিতি এমিতি হেই মোর শেষ সংকলন জহ্নরাতির চিত্রশালা যেটা কি 2021 মସିহাରେ প্রকাশিত হয়েছিল जोटा कि छापी आम कटकर प्रसिद्ध प्रकाशक विजयिनी पब्लिकेशन विजयिनी पब्लिकेशन नहीं सार आप काव्यिक यात्रा केमती है प्रथम संकलन रु 19तम संकलन जाए आप निजक के चिन्ह पारे कविता को चिन्ह पारे केमती ना प्रकृति कविता सहित मोर संपर्क जो है तार अलग गोटे इतिहास हो जिते बड़े मु स्कूल रे पढ़ुली सेतेबेले आम घर को अनेक 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 जो अलेख महिमा धर्मी सब आसुले मेट्रिक पढ़िया पर्यंत मो पंचम चतुर्थ पढ़ला बेलू
ଖଞ୍ଜଣି ଧରିକି ଆସୁଥିଲେ ଆମ ଘରେ ରହୁଥିଲେ ରାତିରେ ସକାଳୁ ଚାଲି ଯାଉଥିଲେ ତାପରେ ଯେତେବେଳେ ମୋର ହେତୁ ହେଲା ସେତେବେଳେ ଆମ ଘରେ ଥିଲା ଆମ 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 ବାପା ମା ବଡ଼ ବାପା ସେମାନେ ଥିଲେ ପ୍ରକୃତରେ ସାହିତ୍ୟ ପ୍ରେମୀ ତାଙ୍କୁ ସେତେବେଳେ ମୁଁ ଘରେ ଦେଖିଥିଲି କବିତା ମୋ ଭିତରେ ଜନ୍ମ ହେବା ପୂର୍ବରୁ ସ୍ତୁତି ଚିନ୍ତାମଣି ତାପରେ ଭାଗବତ ଏ ଯେଉଁ ଭାଗବତ ଯେଉଁ ତ୍ରୟୋଦଶ ସ୍କନ୍ଧ ଏକାଦଶ ସ୍କନ୍ଧ ସବୁ ଭାଗବତ ସିରିଜ୍ ଥିଲା ଏବଂ ନୃସିଂହ ପୁରାଣ ଥିଲା ମଥୁରା ମଙ୍ଗଳ ଥିଲା ଏସବୁ ବହି ଥିଲା ଆମେ ସେମାନେ ପାରାୟଣ କରୁଥିଲେ ଘରେ ମୁଁ ଶୁଣୁଥିଲି ଏବଂ ଆସ୍ତେ ଆସ୍ତେ କବିତା ପ୍ରତି ମୋର ମୋହ ଏବଂ ମୁଗ୍ଧପଣ ଆସିଗଲା ଆଗ୍ରହ ବଢ଼ିଲା ଯେଉଁଥିପାଇଁ ମୋତେ ଆମର ବଡ଼ ବାପା ଯେ ସାହିତ୍ୟ ପ୍ରେମୀ ଥିଲେ ସେ ବେଶୀ ମୋତେ ଉତ୍ସାହିତ କରୁଥିଲେ ତାଙ୍କର ପ୍ରେରଣାରେ ମୁଁ ସାହିତ୍ୟ କବିତା ପ୍ରତି ଟିକେ ଆଗ୍ରହ ସୃଷ୍ଟି କଲି ଏବଂ ସ୍କୁଲରେ ପଢ଼ିଲା ବେଳେ ଆମର ସେତେବେଳେ ଯେଉଁ ସ୍କୁଲ ଶିକ୍ଷକ ଥିଲେ ଆମ କ୍ଲାସ୍ ଶିକ୍ଷକ ଥିଲେ ତାପରେ ଆମ ଯେଉଁ ସେତେବେଳେ ଇନ୍ଦୁଭୂଷଣ ମିଶ୍ର ଥିଲେ ଆମର ପ୍ରଧାନ ଶିକ୍ଷକ ମୋର ପ୍ରଥମ ଜାତୀୟତା ପ୍ରବନ୍ଧ ପାରିଜାତରେ ବାହାରିବା କ୍ଷଣି ସେ ବହୁତ ଖୁସି ହେଇଗଲେ ଆଉ କହିଲେ ତୁମେ ନିଶ୍ଚୟ ଜଣେ ବଡ଼ ଲେଖକ ହେବ ତୁମେ ଏଇ ଲେଖା ଅଭ୍ୟାସକୁ କେବେ ଛାଡ଼ିବ ନାହିଁ ଆଉ ଏଇଟା ହିଁ ତୁମ ପାଇଁ ଅସଲ ପରିଚୟ ଆଣିଦେବ ମୁଁ ତାଙ୍କ ପାଇଁ ତାଙ୍କୁ ବହୁତ ସ୍ମରଣ କରୁଛି ପ୍ରଶଂସା କରୁଛି ପ୍ରଣାମ କରୁଛି ତାପରେ କଲେଜକୁ ଆସିଲି କଲେଜର ଅଭ୍ୟୁଦୟ ମ୍ୟାଗାଜିନ୍ ସେଠି ମୋତେ ମୁଁ କବିତା ରାଜେନ୍ଦ୍ର କଲେଜ ପଢ଼ୁଥିଲି ଅଭ୍ୟୁଦୟ ମ୍ୟାଗାଜିନ୍ ମୋର କବିତା ପ୍ରବନ୍ଧ ପ୍ରକାଶ ପାଇଛି ଅତଏବ ଏ ଦୁଇ ଶିକ୍ଷାୟତନ ପୃଥ୍ୱୀରାଜ ହାଇସ୍କୁଲ ଏବଂ ରାଜେନ୍ଦ୍ର କଲେଜ ମୋର କବିତା ଏବଂ ସାହିତ୍ୟ ସୃଷ୍ଟିରେ ବହୁତ ସୃଜନା କରିଛନ୍ତି ଆଉ ଗୋଟେ କଥା କହୁଛି ସେତେବେଳେ ମୁଁ କଲେଜ ପଢ଼ିଲା ବେଳେ ଯେତେ ଓଡ଼ିଶାର ସ୍ୱନାମଧନ୍ୟ କବି ଲେଖକମାନେ ପ୍ରଫେସର ଆସିଲେ ସେତେବେଳେ ଆସିଲେ ରତ୍ନାକର ଚୈନ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ତାପରେ ଆସିଲେ ରାଜକିଶୋର ମିଶ୍ର ତାପରେ ଆସିଲେ ଚିନ୍ତାମଣି ବେହେରା ତାଙ୍କର ପ୍ରଭାବ ଏବଂ ତାଙ୍କର ପ୍ରେରଣା ଯୋଗୁଁ ମୁଁ କବିତା ରାଜ୍ୟରେ ପାଦ ଥାପିଲି ଏବଂ ଆଉ କବିତା ସାହିତ୍ୟ ପ୍ରତି ବେଶୀ ଆକୃଷ୍ଟ ହେଲି ଏବେ କେମିତି ଦେଖୁଛନ୍ତି କବିତାକୁ ଏବେ କବିତା ଦେଖୁଛି କବିତା ବୟସ ବଢ଼ିବା ସହିତ କବିତାର ଧାରା ଓ ଧାରଣା ବଢ଼ିଯାଏ ଯେମିତି ଆମେ ସ୍କୁଲରେ ପଢ଼ିଲା ବେଳେ ଷଷ୍ଠ ଶ୍ରେଣୀରେ ୱାର୍ଡସୱାର୍ଥଙ୍କ ପଢ଼ୁଥିଲୁ ଦ ସୋଲିଟାରୀ ରିପର୍ ତାପରେ ମେଟ୍ରିକରେ ପଢ଼ିଲୁ ଦ ସୋଲିଟାରୀ ରିପର୍ ତାପରେ ପ୍ରି ୟୁନିଭର୍ସିଟିରେ ପଢ଼ିଲୁ ସୋଲିଟାରୀ ରିପର୍ ଏବଂ ବିଏ କ୍ଲାସ୍ରେ ପଢ଼ିଲା ବେଳେ ମଧ୍ୟ ସେ ସୋଲିଟାରୀ ରିପର୍ କିନ୍ତୁ ଷଷ୍ଠ ଶ୍ରେଣୀର ପ୍ରେରଣା ଆମେ ଯାହା ଆମ ଅନୁଭବ ଯାହା ଥିଲା ମେଟ୍ରିକ୍ କିମ୍ବା ବିଏ କିମ୍ବା ଇଣ୍ଟରମିଡ଼ିଏଟ୍ କ୍ଲାସ୍ରେ ପଢ଼ିଲା ବେଳେ ତାହା ଅଲଗା ହେଲା ତାର ଅନୁବାଦଟା ଏକାକିନୀ କୃଷକ କାମିନୀ ଏଇଟା ଏବେ ଆଗେ ପଢ଼ା ହେଉଥିଲା କିନ୍ତୁ ଆମେ ପଢ଼ିନୁ ତାପରେ ଏକାକିନୀ କୃଷକ କାମିନୀ ତା ଅନୁବାଦ ମଧ୍ୟ ଏ ଯେଉଁ ସାହିତ୍ୟ ପରିସରକୁ ଆସିଥିଲା ଅତଏବ ଗୋଟିଏ କବିତା ବିଭିନ୍ନ ସମୟରେ ବିଭିନ୍ନ ପ୍ରେରଣା ଦିଏ ଏବଂ ଅନୁଭବ ଜଣେ କବିର ଅନୁଭବ 25-30 ବର୍ଷରେ ଯାହା ହେବ ସେ କବିତାକୁ ପଢ଼ିଲେ 40-45 ବର୍ଷରେ ଅଲଗା ଅନୁଭବ ହେବ ଅତଏବ କବିତାର ଏଇ ଯେଉଁ ସ୍ରୋତ ଏଇ ଭାବନାର ସ୍ରୋତଟା ସବୁବେଳେ ବଦଳୁଥାଏ ମୁଁ ଯେଉଁ ହିସାବରେ କବିତାକୁ ଦେଖିଛି ଛାତ୍ର ଜୀବନରେ ଏବଂ କଲେଜ ଜୀବନରେ ସେଇ ହିସାବରେ ମୁଁ ଏବେ ଯାହା ଦେଖୁଛି ଏବେ ପୁରା ଅଲଗା ଅଲଗା ଲାଗୁଛି ମୁଁ ନିଜକୁ ନିଜେ ଭାବି ପାରୁନି ମୁଁ କେତେ ବଦଳି ଯାଇଛି କବିତା ସତେ କେତେ ବଦଳି ଯାଇଛି କବିତାର ସ୍ୱର ଚେତନା କେତେ ବଦଳି ଯାଇଛି କବିତା ଆପଣଙ୍କୁ ପରିଚୟ ଦେଇଛି ଜୀବନ ବୋଧ ଦେଇଛି ଆପଣଙ୍କ ସମ୍ପର୍କମାନଙ୍କୁ ମାନବୀୟ ସମ୍ପର୍କମାନଙ୍କୁ ଭିତ୍ତି ଦେଇଛି ସେ ଗଛମାନଙ୍କୁ ପାଣି ଦେଇଛି ତାପରେ ଆପଣ ଲେଖିଛନ୍ତି ସମାଲୋଚନା ଆମେ ଗୋଟେ ଲକ୍ଷ୍ୟ କରୁ ଆପଣ ଅନେକ ସମୟରେ ସାମ୍ପ୍ରତିକ ଯେଉଁ ପରିସ୍ଥିତିର କବିତା ଗୁଡ଼ିକ ବିଶେଷ କରି ଯୁବପିଢ଼ିର କବି ଏବଂ କବିତାମାନଙ୍କୁ ନେଇ ଆପଣ ବହୁତ ଗୁଡ଼ିଏ ଲେଖାଲେଖି ଆଲୋଚନା ମାନେ ଲେଖିଛନ୍ତି ଆପଣଙ୍କର 6ଟା ବହି ପ୍ରକାଶିତ ହୋଇଛି ଆପଣଙ୍କର ଯେଉଁ ସମାଲୋଚକୀୟ ଜୀବନ ବିଷୟଟି କୁହନ୍ତୁ ଆଚ୍ଛା ସମାଲୋଚନା ଜୀବନ ଆରମ୍ଭ ହେଲା ପ୍ରକୃତରେ 2006 ମସିହାରୁ ମୁଁ ତାପରେ ମଝିରେ ମଝିରେ ପ୍ରବନ୍ଧ ଲେଖୁଥିଲି ତାପରେ ମୋର ପ୍ରଥମ ସମାଲୋଚନା ପୁସ୍ତକ ସ୍ଥାପତ୍ୟ ସମ୍ଭାର ଆଧୁନିକ କବିତା ଉପରେ ଲେଖିଛି ତାପରେ ବର୍ଷିୟାନ କବିମାନଙ୍କ ଉପରେ ଲେଖିଛି ଯୁବ କବିମାନଙ୍କ ଉପରେ ମଧ୍ୟ ଲେଖିଛି ଅତଏବ ଯେଉଁ ଯୁବ କବିଙ୍କ ସ୍ୱର
ମୁଁ ପ୍ରଥମେ ଭାବିଲି ଯେ ଆମର ବରିଷ୍ଠ କବି ଅନେକ ଅଛନ୍ତି, ସେମାନଙ୍କ ଉପରେ ଅନେକ ଆଲୋଚନା ଆଗରୁ ହେଇଛି ଏବଂ ଚାଲିଛି ମଧ୍ୟ, ଅଦ୍ୟାବଧି ମଧ୍ୟ ଚାଲୁଛି। ମୁଁ ଯୁବ କବିଙ୍କୁ କାହିଁକି ନେଲି କି ସେମାନେ ଯେଉଁ କିଶଳୟ କିମ୍ବା ନବାଙ୍କୁର ତାଙ୍କୁ ଆଉ ଟିକେ ଉତ୍ସାହିତ ପ୍ରୋତ୍ସାହିତ କରିବାକୁ ମୁଁ ଯୁବ କବିଙ୍କୁ ପ୍ରଥମେ ନେଲି ଏବଂ ପ୍ରାୟ ଏଯାଏଁ ପ୍ରାୟ 100 ପାଖାପାଖି ଯୁବ କବିଙ୍କୁ ମୁଁ ସ୍ଥାନ ଦେଇଛି ମୋ କବିତାରେ, ଆଲୋଚନାରେ, କବିତା ତାଙ୍କ କବିତାକୁ ଆଲୋଚନା କରି ମୁଁ ସ୍ଥାନ ଦେଇଛି ମୋ ପ୍ରବନ୍ଧ ସଂକଳନରେ। ଯୁବ କବିମାନେ କେଉଁ ଦେଖନ୍ତୁ, ଯୁବ କବିମାନେ ବର୍ତ୍ତମାନ ଆଗରୁ ଥିଲା 1950 1970 ମସିହା ପରେ ଯେଉଁମାନେ ଜନ୍ମ ହୋଇଥିଲେ ସେମାନଙ୍କୁ ଯୁବ କବି କୁହାଯାଉଥିଲା, ଏବେ ତ ତାଙ୍କୁ 50 ଅତିକ୍ରମ କଲାଣି। ତାପରେ 1980 ମସିହା ପରେ ମଧ୍ୟ ଯେଉଁମାନେ ଯୁବକବି ଥିଲେ କରିଛି, 1990 ମସିହା ପରେ ବର୍ତ୍ତମାନ ଚାଲିଛି କ'ଣ, 1990 ମସିହା ପରେ ଯେଉଁମାନେ ଯୁବକବି ବର୍ତ୍ତମାନ ଅଛନ୍ତି ନବପ୍ରସ୍ତର କବି, ସେମାନଙ୍କୁ ବର୍ତ୍ତମାନ କେତେ 90 10 34 35 ବର୍ଷ ମଧ୍ୟରେ। 1990 ମସିହା ପରେ ବର୍ତ୍ତମାନ ଯେଉଁ ଯୁବକବି ଅଛନ୍ତି ତାଙ୍କ ଉପରେ ଏବେ ମୁଁ ଲେଖିଛି, ଏବେ ଆଲୋଚନାକୁ ଆଣିଛି ସେମାନଙ୍କର କାବ୍ୟକୃତି, କବିତା କାରୁକାର୍ଯ୍ୟ ସମ୍ପର୍କରେ। ଅତଏବ ଯୁବକବିଙ୍କୁ ଆମେ ଯଦି ପ୍ରେରଣା ପ୍ରୋତ୍ସାହିତ ନ କରିବା ତେବେ ସେମାନେ ଭବିଷ୍ୟତ ପାଇଁ ନିଶ୍ଚିତ ଭାବରେ ଧାରଣା ଆପଣ ଭଲ କାମ କରୁଛନ୍ତି। ନିଜ ଆଲୋଚନାରେ ଯୁବପିଢ଼ିର କବିମାନଙ୍କ ଉପରେ ଆପଣ ଲେଖାଲେଖି କରୁଛନ୍ତି, ଏହା ଅତି ଉତ୍ତମ ଅତି ଗ୍ରହଣୀୟ କଥା। ଆପଣ ବହୁତ ଧନ୍ୟବାଦ ଏଥିପାଇଁ କି। ମୋ ଜାଣିବାରେ ଆପଣ ବହୁତ ଗୁଡ଼ିଏ ଅନୁବାଦ ମଧ୍ୟ କରନ୍ତି ବିଭିନ୍ନ ଭାଷାରୁ ଓଡ଼ିଆକୁ, ଓଡ଼ିଆର ବିଭିନ୍ନ ଭାଷାକୁ। ଆପଣଙ୍କର ଯେଉଁ ଅନୁବାଦକୀୟ ଜୀବନ କିଛି କୁହନ୍ତୁ ସେ ଉପରେ। ମୁଁ ଅନୁବାଦ କରିଛି, ଅନୁବାଦ କଲାବେଳକୁ ପ୍ରଥମେ ମୁଁ ବେଶୀ ଆଲୋକକୁ ଆସିଲି ଯେତେବେଳେ ରାଜେନ୍ଦ୍ର କିଶୋର ପଣ୍ଡା 1985 ମସିହାରେ ଶୈଳକଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁଷ୍ଠାନ ଦିଲ୍ଲୀରୁ ମୋ ପାଖକୁ ଚିଠି ଆସିଲା, ଆପଣ ଶୀଘ୍ର ତାଙ୍କର 2ଟି କବିତା ଅନୁବାଦ କରି ଆମ ପାଖକୁ ପଠାନ୍ତୁ। ତାପରେ ମୁଁ ତାଙ୍କର 2ଟି କବିତା କଲି, ପତ୍ନୀ ପ୍ରତି, ଏ ଯେଉଁ ଶୈଳକଳ୍ପର, ଆଉ ଗୋଟେ ହେଉଛି ସେତିକି ଯଥେଷ୍ଟ। 2ଟି କବିତା ଅନୁବାଦ କରି ପଠେଇଲି। ସେତେବେଳେ ଇଣ୍ଡିଆନ୍ ଲିଟରେଚରର ସମ୍ପାଦକ ଥିଲେ ଏସ୍ ବାଲୁରାଓ। ମୁଁ ତାଙ୍କୁ ପ୍ରକୃତ ଆଗରୁ ଜାଣିନଥିଲି, ଖାଲି ପଢ଼ୁଥିଲି ଇଣ୍ଡିଆନ୍ ଲିଟରେଚର, ମୁଁ ସେତେବେଳେ ମଗାଉଥିଲି ପଢ଼ୁଥିଲି। ତାପରେ କଲି। ତାପରେ ଆଉ ଗୋଟେ ହେଉଛି 2007 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀକୁ 50 ବର୍ଷ ପୁରିଲା, ଗୋଲ୍ଡେନ୍ ଜୁବଲି ସେଲିବ୍ରେସନରେ ସେମାନେ ଚିଠି ଲେଖିଲେ, ଆପଣମାନେ ନିଜ ପ୍ରିୟ କବିମାନଙ୍କ ଉପରେ ଅନୁବାଦ କରି 6ଟି କବିତା ପଠାନ୍ତୁ। ମୁଁ ସେତେବେଳେ ଜେପି ଦାସ, ଜଗନ୍ନାଥ ପ୍ରସାଦ ଦାସ, ଯେଉଁମାନେ ଯେତେବେଳେ ସେ ଦିଲ୍ଲୀ ରହୁଥିଲେ, ତାଙ୍କଠୁ ଯେଉଁ ପରମିଶନ ଆଣି 6ଟି କବିତା ପଠାଇଥିଲି, ଯେଉଁଟାକି କେନ୍ଦ୍ର ସାହିତ୍ୟ ସେତେବେଳେ ଗୋଟେ କମ୍ପିଟିସନ୍ ଥିଲା କ'ଣ କି ଗୋଲ୍ଡେନ୍ ଜୁବଲି ଟ୍ରାନ୍ସଲେସନ୍ ଆୱାର୍ଡ଼। ସେହି ସମୟରେ ମୁଁ ଗୋଲ୍ଡେନ୍ ଜୁବଲି ଟ୍ରାନ୍ସଲେସନ୍ ଆୱାର୍ଡ଼ରେ ମୋର ଜେପି ଦାସଙ୍କ ଉପରେ 6ଟି କବିତା ସେମାନେ ଗ୍ରହଣ କରିଥିଲେ ଏବଂ ମୁଁ ସେଥିପାଇଁ ପୁରସ୍କୃତ ହୋଇଥିଲି। ଆଉ ଓଡ଼ିଶାରୁ ସେତେବେଳେ ପୁରସ୍କୃତ ହୋଇଥିଲେ ଦୁର୍ଗା ପ୍ରସାଦ ପଣ୍ଡା, ଚିତ୍ତରଞ୍ଜନ ମିଶ୍ର, ଏମାନେ ମୋ ସହିତ ଏକା ସାଙ୍ଗେ ପୁରସ୍କୃତ ହୋଇଥିଲେ। ତାପରେ ଆଉ ତାହା ପୂର୍ବରୁ ମୁଁ ଭାରତର ବିଭିନ୍ନ ପତ୍ର ପତ୍ରିକାରେ ମୋର ଇଂରାଜୀ ଅନୁବାଦ ବିଭିନ୍ନ କବିଙ୍କ ଉପରେ ଛାପିଛି। ଯେଉଁମାନଙ୍କ ଉପରେ ମୁଁ କବିତା ଲେଖିଛି ଇଂରାଜୀରେ ସେମାନେ ହେଲେ ରାଜେନ୍ଦ୍ର କିଶୋର ପଣ୍ଡା, ଫନି ମହାନ୍ତି, ଜେପି ଦାସ, ସଚି ରାଉତରାୟ, ଜେପି ଦାସ, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମାନେ ୟାଙ୍କର କବିତାକୁ ଆପଣ ଇଂରାଜୀରେ ଅନୁବାଦ କରିଛନ୍ତି? ଅନୁବାଦ କରିଛି, ଓଡ଼ିଆରୁ ଇଂରାଜୀ ଅନୁବାଦ କରିଛି। ଆଉ ତାପରେ ଆଉ ଯୁବ କବିଙ୍କ ଉପରେ ଏ ଯେଉଁ ଅନୁବାଦ କରିଛି ଅନେକ କବି ଅଛନ୍ତି, ମନୋଜ କୁମାର ପଣ୍ଡା, ସୁଶୀଲ କୁମାର ପାଣିଗ୍ରାହୀ, ଅଙ୍ଗୁରବାଳା ପରିଡ଼ା, ତାପରେ ଇପ୍ସିତା ଷଡ଼ଙ୍ଗୀ ଏବଂ ଆନନ୍ଦ ଚନ୍ଦ୍ର ସାହୁ। ତାପରେ ଆହୁରି ଅଛନ୍ତି ଅନେକ କବି ଅଛନ୍ତି ଯେଉଁମାନଙ୍କ କବିତା ମୁଁ ଇଂରାଜୀରେ ଅନୁବାଦ କରିଛି। ଜଣେ ସାହିତ୍ୟିକ ଭାବରେ ଆପଣ କେତେ ଦୂର ଖୁସି, କେତେ ଦୂର ଦୁଃଖୀ? ନାଇଁ, ଜୀବନଟା ସୁଖ ଦୁଃଖର ଏକ ମିଶ୍ରିତ ଧାରା। କେତେବେଳେ ସୁଖ ଦିଏ ତ ଜୀବନ, କେତେବେଳେ ଦୁଃଖ ଦିଏ, କିନ୍ତୁ କବିତାରେ ସୁଖ ଦୁଃଖ କିଛି ନାହିଁ। କବିତା ଦୁଃଖ ସମୟରେ କବିତା ବେଶୀ ଅଙ୍କୁରିତ ହୁଏ, ଆଲୋକ ଦିଏ। ସେଥିପାଇଁ କହନ୍ତି ଦ ଷ୍ଟିଲ୍ ସେଡ୍ ମ୍ୟୁଜିକ୍ ଅଫ୍ ହ୍ୟୁମାନିଟି, ୱାର୍ଡସୱାର୍ଥ କହିଥିଲେ ପରା।
ମାନବ ଜୀବନ ନିସ୍ପନ୍ଦ କରୁଣ ସଙ୍ଗୀତ ହେଉଛି କବିତା ଦ ଷ୍ଟିଲ୍ ସେଟ୍ ମ୍ୟୁଜିକ୍ ଅଫ୍ ହ୍ୟୁମାନିଟି। ଅତଏବ ଷ୍ଟିଲ୍ ସେଟ୍ ମ୍ୟୁଜିକ୍ ଦୁଃଖରେ ଆଇ ଫଲ୍ ଅପନ୍ ଦ ଥର୍ନସ୍ ଅଫ୍ ଲାଇଫ୍ ଆଇ ବ୍ଲିଡ୍, ଯେମିତି କହିଥିଲି ଇଂରାଜୀ କବି କିଟ୍ସ, ମୁଁ ସେଇ ତାମାନେ ରକ୍ତାକ୍ତ ହେଇଯାଉଛି। ଅତଏବ ଦୁଃଖର ହିଁ କବିତା। ଯଦି ମା ନିଷାଦ ଯେଉଁ ଲେଖିଥିଲେ ବାଲ୍ମୀକି କ୍ରୌଞ୍ଚ ମିଥୁନ ଦେଖି ଦୁଃଖର ଶୋକର ହିଁ ସେ କବିତାର ସୃଷ୍ଟି, ଆଦ୍ୟ ଶ୍ଲୋକ। ଅତଏବ ଦୁଃଖର ହିଁ କବିତାର ସୃଷ୍ଟି, ସାହିତ୍ୟ ସର୍ଜନା ଦୁଃଖର ହିଁ ଆରମ୍ଭ ହୁଏ ଏବଂ ସୁଖରେ ହୁଏନି। କାହିଁକିନା ସୁଖରେ ତ ସବୁ ମଣିଷ ଇଆଡ଼େ ସିଆଡ଼େ ହେଇବ, ତା ଚିତ୍ତବୃତ୍ତି ହରେଇ ବସିବ। ଦୁଃଖର ବିଷୟରୁ ହିଁ ସାହିତ୍ୟ ସର୍ଜନା ହୁଏ ଏବଂ ଆପଣ ଅନେକ କବିଙ୍କୁ ଦେଖିଥିବେ ତାଙ୍କର ଜୀବନର ଦୁଃଖ ବୋଧରୁ ହିଁ କବିତାର ସୃଷ୍ଟି। ଶ୍ରୀଯୁକ୍ତ ମହାରଣା, ଆପଣ କେମିତି ଗ୍ରହଣ କରନ୍ତି ସମ୍ମାନ ପୁରସ୍କାର ସାହିତ୍ୟରେ? ସମ୍ମାନ ପୁରସ୍କାର ସାହିତ୍ୟ ପ୍ରକୃତିରେ ସମ୍ମାନ ପୁରସ୍କାର এটা কবি কিংবা লেখকଙ୍କୁ ପ୍ରୋତ୍ସାହିତ କରେ, ଉତ୍ସାହିତ କରେ ଏବଂ ଲେଖିବାକୁ ଆହୁରି ପ୍ରେରଣା ଯୋଗାଏ। କିନ୍ତୁ ଅନେକ କବି ଲେଖକ ଅନେକ ବିଷୟରେ ଅନେକ କଥା କୁହନ୍ତି, ସେ ପୁରସ୍କାର ପାଇଗଲେ, ସେ ସମ୍ମାନିତ ହେଲେ, ମୁଁ ପାଇଲି ନାହିଁ। ଏଟା ଆମେ ସର୍ଜନା କରିଯିବା କଥା। ଆମ ହାତରେ ଅଛି କର୍ମ କରିବାର, ଫଳଟା ନାହିଁ, ନାଇଁ କି? ଭାଗ୍ୟଟା ଆଉ ଫଳଟା ଆମ ହାତରେ ନାହିଁ, ଆମ ହାତରେ ଅଛି ସର୍ଜନା, କର୍ମ କରିବା କଥା। ଅତଏବ ନିଜେ ଯଦି ଠିକ୍ ସାଧନା କରୁଥିବ ନିର୍ବିକାର ଚିତ୍ତରେ খুব ভাবি চিন্তি যদি জনে কবিতা কিংবা সাহিত্য সৃষ্টি করে এবং দেখবে দিনে দিনে সে সম্মানিত হব কিংবা পুরস্কৃত হব। সময় কহব, সময় হচ্ছে প্রকৃতিরে বলবান, সময় হি মনিষকু সম্মানিত করে, পুরস্কৃত করে। অতএব আমার কর্তব্য হল আমি ঠিক সময় আমি সবুলে কবিতা সাহিত্য মনস্ক হওয়া কথা এবং 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 ধীর স্থির ভাবে সাহিত্য সৃষ্টি করা কথা, কবিতা লেখি চালিবা কথা, যা হব আমি কর্ম করা কথা, কর্মর ফল ঈশ্বর দেবে। বহুত ধন্যবাদ শ্রীযুক্ত মহারଣା। আর গোটে প্রশ্ন লা, আপনার জন বহু চর্চিত আলোচিত কবি, আপনার উপর বহুত আলোচনা হয়েছি, পিলা মানে পিএইচডি করছেন, বিভিন্ন প্রকার নিবন্ধ রচনা সাহিত্য বলে করা হয়েছি, টিকে আলোকপাত করতে সে উপরে টিকে। আচ্ছা আচ্ছা আচ্ছা, গত বর্ষ এথেনা বুকস মো উপরে গোটে আলোচনা পুস্তক প্রকাশিত করলে, সেটা হচ্ছে কবিতার দৃষ্টি দিগন্ত কবি সৌভাগ্যবন্ত। ওড়িশার প্রায় 38 জন সমীক্ষক, সমালোচক, প্রফেসর ସେମାନେ ମୋ ଉପରେ ସବୁ କବିତା ଉପରେ, କବିତା ସମଗ୍ର ଉପରେ, ସବୁ କବିତା ଉପରେ 15 ଖଣ୍ଡ ପୁସ୍ତକ ଉପରେ ଆଲୋଚନା କରିଥିଲେ ଏବଂ ସେଇ ଆଲୋଚନା ସେଇ ତାକୁ ସମ୍ପାଦନା କରିଥିଲେ ବିଶିଷ୍ଟ ଅଧ୍ୟାପକ ଏବଂ ସାହିତ୍ୟିକ ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ। ଏବଂ ସେଇ ବହିଟା 404 ପୃଷ୍ଠାର ବହି, ସେ ବହି ବହୁତ ଆଦୃତ ହେଇଛି ଏବଂ ପାଠକମାନେ ମଧ୍ୟ ସ୍ୱୀକୃତି ଦେଇଛନ୍ତି। ମୋ ଲେଖାଟେ ଅଛି, ହଁ ସେଥିରେ ଅଛି। ନାଇଁ ଆଉ ଯେଉଁ ପିଏଚ୍ଡି ପାଇଁ, ପିଏଚ୍ଡି ପାଇଁ, ହଁ ତାପରେ ପିଏଚ୍ଡି ପାଇଁ ବର୍ତ୍ତମାନ ମୋ ସାହିତ୍ୟରେ ଡକ୍ଟର ଦୀନେଶ କୁମାର ଅଗ୍ରୱାଲା ବିଜେପୁର କଲେଜର ଜଣେ ପିଏଚ୍ଡି କରିସାରିଛନ୍ତି ଏବଂ ତାଙ୍କ ଯେଉଁ ପିଏଚ୍ଡି ଥେସିସ୍ ପରେ ତାଙ୍କର ପୁସ୍ତକ ମଧ୍ୟ ପ୍ରକାଶ ପାଇଛି ଏବଂ ଏ ଯେଉଁ ବରଗଡ଼ ପୁସ୍ତକ ମେଳାରେ ଏବେ ବୁକ୍ ଷ୍ଟଲ୍ରେ ଅଛି। ସେଇଟା ଯେକୌଣସି ପିଏଚ୍ଡି ସ୍କଲାର ପାଇଁ ଉପକାରୀ ନିଶ୍ଚୟ ହେବ ଏବଂ ସମସ୍ତେ ନିଶ୍ଚୟ ପଢ଼ିପାରିବେ। ଆଉ ଜଣେ ମୋ ପାଇଁ ପିଏଚ୍ଡି କରୁଛନ୍ତି, ସେ ହେଉଛି କଳ୍ପନା ଝାଙ୍କର, ଯେଉଁଟାକି ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ, କିନ୍ତୁ ଦୀନେଶ ଅଗ୍ରୱାଲା ପିଏଚ୍ଡି କରିଛନ୍ତି ମୟୂରଭଞ୍ଜ ବିଶ୍ୱବିଦ୍ୟାଳୟ ତରଫରୁ। ଆଉ କିଛି ଗବେଷଣା ହେଇଛି ଆପଣଙ୍କ ଉପରେ, ଲେଖାପଢ଼ା ଆଉ କିଛି ହେଇଛି କବିତା ଉପରେ, ଆପଣଙ୍କ କବିତା ଉପରେ? ମୋ କବିତା ଉପରେ ତ ଅନେକ ଲେଖାପଢ଼ା ହେଇଛି। ଯେଉଁ ଏବେ କହୁଥିଲେ ନା କବି ସୌଭାଗ୍ୟବନ୍ତ କାବ୍ୟ ଦିଗନ୍ତ, ସେଇଟା ତ 38 ଜଣ କବି ସମୀକ୍ଷକ ପ୍ରଫେସର ମାନେ ସମାଲୋଚନାରେ ଲେଖିଛନ୍ତି ଏବଂ ଏବେ ମଧ୍ୟ ଚାଲୁଛି। ଆଉ ମୋ କବିତା ଅନୁବାଦ କରିଛନ୍ତି, ପ୍ରାୟ 8ଟି କବିତା ଅନୁବାଦ କରିଛନ୍ତି ବିଶ୍ୱବିଖ୍ୟାତ କବି, ଓଡ଼ିଆ ଓ ଇଂରାଜୀ କବି ଜୟନ୍ତ ମହାପାତ୍ର। ବର୍ତ୍ତମାନ ଯେଉଁ ଯୁବପିଢ଼ି ଲେଖାଲେଖି କରୁଛନ୍ତି ତାଙ୍କର ଉପରେ ଆପଣ କ'ଣ କିଛି କହିବାକୁ ଚେଷ୍ଟା? ଆରେ ବର୍ତ୍ତମାନ ଯୁବପିଢ଼ି ଯେଉଁ ଲେଖାଲେଖି କରୁଛନ୍ତି, ଚମତ୍କାର କବିତା ଲେଖୁଛନ୍ତି। ଆଉ ପ୍ରକୃତିରେ ଯୁବ ବୟସରେ, ଯୁବକ ଅବସ୍ଥାରେ ଭଲ ସାହିତ୍ୟ ସୃଷ୍ଟି ହୋଇଛି। ଅନେକ କବିଙ୍କର, ବିଶ୍ୱବିଖ୍ୟାତ କବି ଦେଖନ୍ତୁ
टी.एस. एलियट वेस्टलैंड लिखिले से युवक अवस्था थिला तांकर 40 पाखापाखि होता कला चिनुआ आचेबे जो लिखिछन ना थिंग्स फॉल एपार्ट तांको से 29 वर्ष होता चिनुआ आचेबी 29 वर्ष होता नाइजेरिया लेखक जो विश्वविख्यात थे एवं सब आश्चर्य कथा जिते 30 वर्ष केते होता डॉक्टर शांतनु कुमार आचार्य को से नर किन्नर लिखिले एवं से जो युवावस्था जो उपन्यास लिखिले से एपर्यंत प्रभावशाली अन्य कृति अपेक्षा से कृति को बेसी गुरुत्व दिखते दिगबारिणी दिगबारिणी प्रकृति देखो युवावस्था आहरी देखो नोबेल पुरस्कार जो पाँच आल्बर्ट केमू पाइले 40 वर्ष पाखापाखि 40 रे आल्बर्ट केमू तापर रुडियार्ड किपलिंग पाइले 40+ रे अति युवावस्था सब सृष्टि हुए आमर सर्जना सहित साधना सहित बयसर संपर्क ना फकीरमोहन सेनापति 50 वर्ष पर लिखिले किंतु अनेक कवि अच्छा देखो किड्स ऑफ सेली जड़े 25 वर्ष योगदान त्याग कले जड़े 30 वर्ष 30 वर्ष भितर दुई जन विश्वविख्यात कवि होगले 25-30 वर्ष बयस किड्स ऑफ सेली जहाँ कविता लिखिले विश्वविख्यात होगले अत युवावस्था ही प्रकृत में साहित्य साधनार प्रकृष्ट समय एवं युवावस्था जो साहित्य सर्जना सृष्टि हुए समस्त नुहे केत युवावस्थार साहित्य साधना तांको पूरा विख्यात कर दिए सुख्यात कर दिए। दर्शक बंधु आपण शुणुले कथबार्ता विशिष्ट कवि एवं समालोचक श्रीयुक्त सौभाग्यवंत महाराणा सह तांकर लेखनी चलचंचल हो वज्र हो से आहुरी आहुरी लिखि जालंतु से आहुरी तेरी जालंतु सागुआक्षत आहुरी उदात्त उच्चारण में मोहित करंतु संसार को आज प्रेरणा साहित्य कार्यक्रम को आसी सार को बहुत बहुत धन्यवाद। नमस्कार।